ପ୍ରିୟ ଭାଇ ଭଉଣୀ ମା ବାପା ଯେତିକି ଲୋକକୁ ମଧ୍ୟ ପ୍ରଭୁ ଯୀଶୁଖ୍ରୀଷ୍ଟ ଗାଇବାର ଗୋଟିଏ ସକ୍ଷମ ଦେଇଛନ୍ତି, ଗୋଟେ ସ୍ୱର ଦେଇଅଛନ୍ତି, ତାହାକୁ ସୁଉପଯୋଗ କର। ଭଲ ଜାଗାରେ ତାହାକୁ ବ୍ୟବହାର କର। ଆପଣମାନଙ୍କୁ ସ୍ୱର ଦେଇଛନ୍ତି ବୋଲି କହିଲେ ଆପଣମାନେ ଯାଇକରି ସିନେମା ଗୀତ ଗାଉନ, ଅନେକ ପ୍ରକାର ଗୀତ ଯେଉଁଟା ଅଛି ତାହା ଗାଇବା ଦରକାର ନାହିଁ। ଆପଣମାନଙ୍କୁ ଯଦି ସ୍ୱର ଦିଆଯାଇଛି, ଗାଇବାର ଇଚ୍ଛା ଯଦି ଅଛି ବୋଲି କହିଲେ ପ୍ରଭୁଙ୍କ ନିମନ୍ତେ ଆପଣମାନେ କ'ଣ ବ୍ୟବହୃତ ହୁଅ। କାହା ସମ୍ମୁଖରେ ଯେପରି ମୁଁ ଟିକେ ଭଲ ଦେଖାଯିବି, ମୁଁ ଏହା ଟିକେ ଭଲ ଗାଇ ଆଣୁଛି, ଏହିପରି ଗର୍ବ କେବେ ଆପଣମାନଙ୍କ ମନରେ ଯେପରି ନ ହୁଏ, ଏଥିପାଇଁ ପ୍ରାର୍ଥନା କର। ଅନେକ ଲୋକମାନେ ଅଛନ୍ତି ନିଜକୁ ପୁରା ଗାଇବାର ସକ୍ଷମ ଗୋଟେ ଦେଇଛନ୍ତି, ବାଇବଲ ପଢ଼ିବାର ଗୋଟେ ସକ୍ଷମ ଦେଉଛନ୍ତି, ଅନେକ ଅନେକ ବିଷୟରେ ଗୋଟେ ସକ୍ଷମ ଦେଇଛନ୍ତି, ଗୋଟେ ଦାନ ପ୍ରଭୁ ଦେଇଛନ୍ତି, ସେମାନେ ସେଠାରେ ପୁରା ମିସୟୁଜ୍ କରୁଛନ୍ତି। ଗାଇବାକୁ ଗୋଟେ ସ୍ୱର ଦେଇଛନ୍ତି ବୋଲି କହିଲେ ଗାଇବା ପାଇଁ ଲାଜ ହେବେ, ମୁଁ କ'ଣ ପାଇଁ ଗାଇବି। ଯଦି ପଢ଼ିବା ପାଇଁ ଯଦି ଗୋଟେ ଦାନ ଦେଇଥିବା ଗୋଟେ ସକ୍ଷମ ଥିବ ବୋଲି କହିଲେ ପଢ଼ିପାରିବେ ନାହିଁ। ନାଇଁ ମୋତେ ଲାଜ ଲାଗୁଛି, ମୁଁ ପଢ଼ିପାରିବି ନାହିଁ, ଡର ଲାଗୁଛି। ତ ପ୍ରିୟ ଲୋକମାନେ, ଯେଉଁ ବିଷୟ ପ୍ରଭୁ ଦେଇଛନ୍ତି ବା ପାଇଛ ଆପଣମାନେ, ତ ତାକୁ ଭଲ ଭାବରେ ୟୁଜ୍ କରିବା ଜାଣ। ଯେପରି ସେଇ ବିଷୟ ଯେପରି ଆପଣମାନେ ବା ଯେକୌଣସି ଲୋକ ମଧ୍ୟ ହଉ, ଯେପରି ସେଇଟା ଟିକେ ବୃଦ୍ଧି ହେଇପାର। ଆପଣ ଖାଲି ଏଇ ବିଷୟରେ ଯଦି ଉଣା ପଡ଼ିଯିବେ କିଛି ମଧ୍ୟ ଆପଣମାନେ ସେଇ ଦାନକୁ ଆପଣମାନେ ପ୍ରପରଲି ଭାବରେ ୟୁଜ୍ କରିବା ପାଇଁ ଶିଖ।